आज मालकानगिरी जिला कालीमेला ब्लॉक पुलीमेटला ठारे कोया समाज महासम्मिलनी और नूतन कर्मकर्ता चयन। आज कालीमेला सदर महकुमा अंतर्गत पुलीमेटला ग्रामठारे कोया समाज एक विशाल महासम्मिलनी अनुष्ठित हो पारंपरिक पोशाक वाद्य और नृत्य पुलीमेटला उत्सव मुखर होता बेले समाज उन्नति पर नूतन नेतृत्व चयन कर पुलीमेटलाଠାରେ आयोजित ଏହି କାର୍ଯ୍ୟକ୍ରମରେ କୋୟା ସମାଜର ସଂସ୍କୃତିର ଏକ ଝଲକ ଦେଖିବାକୁ ମିଳିଥିଲା। ସମାଜର ଭାଇ ଓ ଭଉଣୀମାନେ ନିଜର ପାରମ୍ପରିକ ପୋଷାକ ପିନ୍ଧିବା ସହ କୋୟା ବାଦ୍ୟର ତାଳେ ତାଳେ ପାରମ୍ପରିକ ନୃତ୍ୟ କରି ପରିବେଶକୁ ବେଶ୍ ଉତ୍ସାହଜନକ କରିଥିଲେ। ଏହି ଅବସରରେ ପ୍ରାକ୍ତନ ବିଧାୟକ ମାନସ ମାଡକାମୀ, ମୁକୁନ୍ଦ ସୋଡି, ଜିଲ୍ଲା ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ଦଶରଥ ପଡିଆମୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲିଙ୍କ ସମେତ ଆଡମା ରାୱା, ମାଲା ମାଡି ଓ ଘନଶ୍ୟାମ ମାଡକାମୀ ପ୍ରଭୃତ ଉପସ୍ଥିତ ଥିବା ସହ 4000 ଊର୍ଦ୍ଧ୍ୱ ଜନସମାଗମ ଦେଖିବାକୁ ମିଳିଥିଲା। ଏହି ସମ୍ମିଳନୀରେ ଭୀମ ବାର୍ଷେଙ୍କୁ କୋୟା ସମାଜର ସଭାପତି ଏବଂ ଆଡମା ରାୱାଙ୍କୁ ସାଧାରଣ ସମ୍ପାଦକ ଭାବରେ ମନୋନୀତ କରାଯାଇଛି। ସମୁଦାୟ 30 ଜଣଙ୍କୁ ବିଭିନ୍ନ ପଦପଦବୀରେ ଚୟନ କରାଯାଇଥିବା ବେଳେ 6 ଜଣ ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ସମସ୍ତ ନୂତନ କର୍ମକର୍ତ୍ତା ନିଜ ସମାଜକୁ ଆଗକୁ ନେବା ଓ ସୁଦୃଢ଼ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି। କୋୟା ସମାଜର ଏହି ଏକତା ଏବଂ ସାଂସ୍କୃତିକ ଗୌରବ ଆଗାମୀ ଦିନରେ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ମାଲକାନଗିରିରୁ ଦେବାଶିଷ ଦେବନାଥଙ୍କ ରିପୋର୍ଟ, ଦିନରାତି ଟିଭି। ମୋ ନାଁ ହେଉଛି ସୋମାରୀ ମାଡକାମୀ, ଗାଁ ହେଉଛି ସିନ୍ଦ୍ରିମାଲା, ବ୍ଲକ ମାଲକାନଗିରି, ଜିଲ୍ଲା ମାଲକାନଗିରି। ମୁଁ ପୂର୍ବତନ ସରପଞ୍ଚ। ଏବେ ବର୍ତ୍ତମାନ ମତେ ନୂତନ ଭାବରେ ଚୟନ କରିଛନ୍ତି ନୂତନ କମିଟି ମୁଖ୍ୟ ସଭାପତି 22 ସଭାପତି ବୋଲିକି ମତେ ଦାୟିତ୍ୱ ଦେଇଛନ୍ତି। ତାକୁ ତା ସହିତ 3-4 ଜଣ ମା ମାନଙ୍କୁ ବି ଆମ ସହିତ ଦାୟିତ୍ୱ ଦେଇଛନ୍ତି। ତା ସହିତ କିଛି ବୁଦ୍ଧିଜୀବୀ ମାନଙ୍କୁ ବି ଦାୟିତ୍ୱ ଦିଆଯାଇଛି। ଆଗାମୀ ପିଢ଼ି ପାଇଁ କେମିତି ଆମେ ସୁରୁଖୁରୁ ଭାବରେ କାମଟା ଦାୟିତ୍ୱ ନେଇକି ତୁଲେଇବା ବୋଲିକିରି ଏଇଟା ମୋର ବି ଗୋଟେ ସେବା କରିବାର ଆଶା ଥିଲା। କିନ୍ତୁ ଏବେ ଗୋଟେ ହାତରେ କେବେ ତ ଥାଳି ବାଜିବ ନାହିଁ। ଏତିକି ଜଣ ଯଦି ଆମେ ମିଶିକି ଯଦି କିଛି ଜିନିଷ କରିବା ବୋଲିକିରି କହିଲେ ଆମେ ଗାଁ ଗାଁ ଗଳି ଗଳିକୁ ଆଗାମୀ ପିଢ଼ିକୁ ଆମେ ବାହାର କରିବୁ ବୋଲିକିରି ମୋର ଆଶା। आपण मानक सर्वप्रथमे स्वागत करी ए जीवन सर्वप्रथम करी सबुठु बड़ संप्रदाय कोया संप्रदाय दायित्व संपन्न करिसेंती। साधारण संपादक रूप में जिले में कार्य करने सुजोग देइसेंती। ए कोया संप्रदायर परंपरा पिंधिबा गाइबा तांकर जेतिके ऐतिहासिक जिनस गुड़ाक अच्छे से गुड़ाकर सुरक्षा एवं से परंपरा केंद्र बंची रहिबो तारी उपरे गुरुत्व दे ए संगठन को आमे दृढ़तार सहित आगु नेबु एवं तत्संगे संगे समस्त प्रकार संप्रदाय समस्त जाति को सम्मान सहित नारी टू आरंभ करी छात्र छात्री आरंभ करी वृद्ध लोक आरंभ करी समग्र समाज को सम्मान पूर्वक आमे ये मालकानगिरी जिलार कोया समाज को आगु नेबु एवं सम्मान सहित प्रदर्शन करिबु एवं सांविधानिक रूप से जितेबेले जो प्रकार आवश्यकता पड़िबो संविधान हिसाब रे सम्मान देही आमे सरकार सहित एवं प्रशासन सहित त्वरान्वित भाव में आलोचना करी सफल रूपायन करने ये प्रतिबद्धता एवं आज ये संकल्प दिवस थिला। नूतन कमिटी गढ़ा गला मालकानगिरी कोया समाज पुलीमेटला ग्राम पंचायत तो आमे आज कोया समाज नूतन कमिटी 11 जन को बचा गला 1 जन को बचा गला 1 जन भीतर मते जिला कोया समाज सभापति भाव में बचा गला। आर उद्देश्य है समाज जो पक्ष रही जो दिगरे समाज कार्यक्रम करार अच्छी जो समाज संतुलित ना से समाज के आगे जापर ना तेणुक समाज को संतुलित कर आगामी उन्नति पथरे सामाजिक क्षेत्र में अर्थनैतिक क्षेत्र में शिक्षा क्षेत्र में सब दिगरे समाज को उन्नति आड़क नापी आज सम्मत नहीं आगामी दिन में आदिवासी जल जंगल अधिकार नहीं हमें आगामी दिन में प्रतिकार तो निश्चित भाव आम बहुत खुशी आज ओडिशा कोया समाज तरफ मालकानगिरी रे आज नुआ कमिटी गठन करा होउछि।
ସେଥିରେ ବିଭିନ୍ନ ନାଚ ଗୀତଠୁ ଆରମ୍ଭ କରି ନୂଆ କମିଟିର ପ୍ରେସିଡେଣ୍ଟ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛୁ। ତ ଏଇ ଯେଉଁ କମିଟି ଗଠନ ହେଲା ପରେ ଆମର ଯୁବକ ଯୁବତୀ ମାନଙ୍କୁ ଗ୍ରାଉଣ୍ଡ ଜିରୋରେ ଆମର ସମାଜର ଯେଉଁମାନେ ଶିକ୍ଷିତ ବ୍ୟକ୍ତିମାନେ ଅଛନ୍ତି ତାଙ୍କୁ କିଭଳି ଭାବରେ ଦିଗଦର୍ଶନ ଦେଇ ପରାମର୍ଶ ଦେଇ ଏ ସମାଜ ପାଇଁ ଆଗକୁ ନେବା ପାଇଁ କିଭଳି ଭାବରେ କରାଯାଇପାରିବ ତାର ପ୍ଲାନ୍ କରାହବ ଏବଂ ସେମାନଙ୍କୁ ବିଭିନ୍ନ ଦିଗରେ ବ୍ୟବସାୟ କ୍ଷେତ୍ର ହଉ କି ଶିକ୍ଷାରେ ହଉ ସମାଜର କାମ କରିବା ପାଇଁ ସମାଜକୁ ଆଗକୁ ନେବା ପାଇଁ ମାଲକାନଗିରି ଜିଲ୍ଲାର କଣ ଯେଉଁମାନେ କୋୟା କମ୍ୟୁନିଟି ଅଛନ୍ତି ତାଙ୍କୁ କିଭଳି ଭାବରେ ଆଗକୁ ନେବା ପାଇଁ ଏକ କମିଟି ଗଠନ କରାଯାଇଛି। ନିଶ୍ଚିତ ଭାବେ ତାଙ୍କୁ ଏଇ ଯେଉଁ ଆଜି ପୁନର୍ଗଠନକୁ ଆମେ ସକ୍ରିୟ ଭାବେ କାମ କରିବା ପାଇଁ ଆମେ ସମସ୍ତେ ପରାମର୍ଶ ପାଖାପାଖି 30 ଜଣ ଅଛନ୍ତି, ଲେଡିଜ୍ ଅଛନ୍ତି 5-6 ଜଣ, ଆଉ ବାକି ପ୍ରେସିଡେଣ୍ଟ ଭାଇସ୍ ଜେନେରାଲ ସେକ୍ରେଟାରୀ ଏମିତି ହେଇକରି ଆଡଭାଇଜର କମିଟି ସମସ୍ତେ ସବୁ ପ୍ରକାର ସମସ୍ତ ରାଜନୈତିକ ନେତୃତ୍ୱକୁ ନେଇକି ମଧ୍ୟ ଏ କମିଟି ଗଠନ ହେଇଛି। ଆମେ ଆଶା କରୁଛୁ ନିଶ୍ଚିତ ଭାବେ ଏ ସମାଜ ଯୁବକ ମାନଙ୍କ ପାଇଁ ଏକ ମାନେ ପ୍ରଣୟ ନିଶ୍ଚିତ ଭାବେ କାର୍ଯ୍ୟକାରୀ ହବ ଆଉ ଲୋକଙ୍କ ପାଇଁ ଲୋକଙ୍କ ଆଗକୁ କିଭଳି ଭାବରେ ମୌଳିକ